ନୂଆପଡ଼ା ଜିଲ୍ଲା ଆଦିବାସୀ ବହୁଳ ବଡ଼େନ ବ୍ଲକ ନିମନା ଗାଁ ସଂରକ୍ଷିତ ଜଙ୍ଗଲରେ କଲରା ପତରିଆ ବାଘ ଆତଙ୍କ। ଦୁଇ ଗୋଟି ବାଛୁରୀ ଗୋଟିଏ ପୋଷା କୁକୁରକୁ ଝାମ୍ପି ମାରି ଖାଇଲା କଲରା ପତରିଆ ବାଘ। ଘଟଣା ଘଟିବା ପରେ ଆତଙ୍କିତ ସ୍ଥାନୀୟ ଲୋକେ। ନୂଆପଡ଼ା ଜିଲ୍ଲାରେ କିଛିଦିନ ବ୍ୟବଧାନ ପରେ ପୁଣି କଲରା ପତରିଆ ବାଘ ଉପସ୍ଥିତ ଜାହିର କରିଛି। ପୂର୍ବରୁ ଜିଲ୍ଲାର କମନା ନୂଆପଡ଼ା ବ୍ରାଞ୍ଚଳ ଅଧୀନରେ ବାଘ ଆତଙ୍କ ରଚିଥିବା ବେଳେ ଆଜି ବଡ଼େନ ବନ ବିଭାଗ ଅଧୀନସ୍ଥ ନିମନା ଗାଁ ସଂରକ୍ଷିତ ଜଙ୍ଗଲରେ ବାଘ ଚଳପ୍ରଚଳ କରୁଥିବା ସ୍ଥାନୀୟ ଲୋକେ ଦେଖୁଛନ୍ତି। ଏହାରି ଭିତରେ ବଡ଼େନ କୁସୁମ ଖୁଣ୍ଟା ଚିକଳଚୁଆ ଗାଁର ଦୁଇ ଗୋଟି ବାଛୁରୀ ଗୋଟିଏ ପୋଷା କୁକୁରକୁ କଲରା ପତରିଆ ବାଘ ଝାମ୍ପି ମାରି ଖାଇଥିବା ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ ଖଡ଼ିଆଲ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବଡ଼େନ ବନ ବିଭାଗର ସ୍ୱତନ୍ତ୍ର ଟିମ୍ ବାଘର ଗତିବିଧିକୁ ଅନୁଧ୍ୟାନ କରୁଛି। ଏହା ସହିତ ସ୍ଥାନୀୟ ଲୋକମାନେ କିଛି ଦିନ ପାଇଁ ଜଙ୍ଗଲକୁ ନ ଯିବା ପାଇଁ ବିଭାଗ ଡାକବାଜି ଯନ୍ତ୍ର ସାହାଯ୍ୟରେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରୁଥିବା ଦେଖାଦେଇଛି। ବାଘ ଶିକାର କରିଥିବା ବାଛୁରୀ କୁକୁର ମାଲିକମାନଙ୍କୁ ବନ ବିଭାଗର ନିୟମ ଅନୁସାରେ କ୍ଷତିପୂରଣ ଯୋଗାଇ ଦେବେ ବୋଲି ଖଡ଼ିଆଲ ବନଖଣ୍ଡ ଅଧିକାରୀ ଅଜିତ ଖାନ ପ୍ରକାଶ କରିଛନ୍ତି। ବଡ଼େନ ଅଞ୍ଚଳରେ ଜଙ୍ଗଲ ବୃଦ୍ଧି ପାଇଛି, ଯେଉଁଥିପାଇଁ କଲରା ପତରିଆ ବାଘ ସହିତ ଅନ୍ୟାନ୍ୟ ବନ୍ୟଜନ୍ତୁ ବୃଦ୍ଧି ପାଇଛି। ଆଗକୁ ଲୋକେ ସଚେତନ ରହିବା ଜରୁରୀ ହୋଇପଡ଼ିଛି। ବିଶେଷକରି ସକାଳ ଏବଂ ସନ୍ଧ୍ୟା ସମୟରେ ଲୋକେ ଜଙ୍ଗଲକୁ ନ ଯିବା ପାଇଁ ବିଭାଗ ମନା କରିଛି। କାରଣ ସକାଳ ଏବଂ ସନ୍ଧ୍ୟା ସମୟରେ କଲରା ପତରିଆ ବାଘ ଜଙ୍ଗଲରେ ଚଳପ୍ରଚଳ କରିଥାଏ। ସେଥିପାଇଁ ଲୋକଙ୍କ ସଚେତନା ହିଁ ନିଜ ସୁରକ୍ଷା ବୋଲି ବନ ବିଭାଗର କର୍ମଚାରୀମାନେ ପ୍ରକାଶ କରିଛନ୍ତି। ବାଘ ଗର୍ଭବତୀ ଥିବା ଅନୁମାନ କରାଯାଉଛି। ସେଥିପାଇଁ ଜନବସତି ମୁହାଁ ହେଉଛି ବାଘ ଏବଂ ଛୋଟ ଛୋଟ ବାଛୁରୀକୁ ଶିକାର କରୁଛି ବୋଲି ଜଣାପଡ଼ିଛି। ପାଟନାଗଡ଼ରୁ ପାଟନା ସମାଚାର।